ମହିଳାମାନେ ଶାରୀରିକ ସମ୍ପର୍କ ବନାଇବା ପାଇଁ ସେତେ ପର୍ଯ୍ୟନ୍ତ ମନା କରିପାରିନଥାନ୍ତି ଯେତେ ପର୍ଯ୍ୟନ୍ତ ତାଙ୍କ ପ୍ରାଇଭେଟ୍ ଅଙ୍ଗର ଜ୍ୱାଳା ଶାନ୍ତ ନ ହୋଇଥାଏ। ଶାରୀରିକ ସମ୍ପର୍କ ବନାଇବା ପୂର୍ବରୁ ସବୁ ମହିଳାମାନଙ୍କର ଏହି ଇଚ୍ଛା ଥାଏ କି ତାଙ୍କ ପୁରୁଷ ସାଥୀ ତାଙ୍କ ସହିତ କମ୍ ସେ କମ୍ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ବହୁତ ଭଲ ଭାବରେ ଫୋରପ୍ଲେ କରନ୍ତୁ। ଯେଉଁ ମଣିଷ ମିଛ କହିବାର କଳା ବହୁତ ଭଲ ଭାବରେ ଜାଣିଥାଏ ତେବେ ସେ ଜୀବନ ସାରା ଅନ୍ୟକୁ ଖୁସି କରିପାରିଥାଏ, କିନ୍ତୁ ନିଜ ଲୋକଙ୍କୁ ନୁହେଁ। ଗୋଟେ ଭଲ ସ୍ୱାମୀ ସେ ହୋଇଥାଏ ଯିଏ ନିଜ ସ୍ତ୍ରୀର ପ୍ରଶଂସା ସମସ୍ତଙ୍କ ସାମ୍ନାରେ କରିଥାଏ ଓ ତାଙ୍କ ଭୁଲକୁ ଏକୁଟିଆରେ ବୁଝାଇଥାଏ। ଯେତେବେଳେ ଗରିବୀ ଆସି କବାଟ ବାଡ଼ାଇଥାଏ ତେବେ ଘରର ସମସ୍ତ ସ୍ନେହ, ପ୍ରେମ, ଭଲ ପାଇବା ଝରକା ଦେଇ ବାହାରକୁ ଚାଲି ଯାଇଥାଏ। ଯଦି କୌଣସି ପୁରୁଷ ନିୟମିତ ଭାବରେ ଗୋଟେ ଗ୍ଲାସ୍ ଉଷୁମ କ୍ଷୀରରେ ଗୋଟେ ଚାମଚ କଫି ପାଉଡର ମିଶାଇ ପିଅନ୍ତି, ଏହା ସହିତ ଅଳ୍ପ ଅଳ୍ପ ଶୁଦ୍ଧ ଶିଲାଜିତ୍ କଖାରୁ ମଞ୍ଜି ଖାଆନ୍ତି ଓ ବତୁରା ଯାଇଥିବା ମୁଗ ଚଣା ସହିତ ଗୁଡ଼ ମିଶାଇ ଖାଆନ୍ତି ଓ 2ଟି ପାଚିଲା କଦଳୀ ଖାଆନ୍ତି, ତେବେ ତାଙ୍କର ବିଛଣା ଉପରେ କରିବାର ଶକ୍ତି ବଢ଼ିବା ସହିତ କରିବାର ସମୟ ମଧ୍ୟ ଅଧିକ ଗୁଣା ବଢ଼ିଯିବ ଓ ରାତି ସାରା ଶକ୍ତ, ମୋଟା ଓ ଠିଆ ହୋଇ ରହିବ। ଏଠାରେ କାମ ବାସନାର ପୂଜା ଚାଲିଛି। ଯିଏ ସଚ୍ଚା ହୃଦୟରୁ ଭଲ ପାଉଛି ସେ ହିଁ ଧୋକା ଖାଉଛି। ଦୁଇ ପ୍ରକାରର ଲୋକଙ୍କଠାରୁ ସବୁବେଳେ ସତର୍କ ରୁହନ୍ତୁ। ଜଣେ ସେ ଯିଏ ଆପଣଙ୍କୁ ଏପରି ଏକ ତ୍ରୁଟି କୁହେ ଯାହା ଆପଣଙ୍କ ଭିତରେ ନଥାଏ ଏବଂ ଅନ୍ୟ ଜଣେ ସେ ଯିଏ ଆପଣଙ୍କୁ ଏପରି ଏକ ଗୁଣ କୁହେ ଯାହା ଆପଣଙ୍କ ଭିତରେ ନଥାଏ।